ମୁଁ ଏବେ ଖାଉଛି ଚିତଉ ପିଠା। ଖାଇ ସାରେ ଗୋଟେ କଥା କହିବି, ଟିକେ ତ ୱେଟ୍ କରନ୍ତୁ। ଖାଇ ଖାଇ କଥା ହେଲେ ଭଲ ନାହିଁ। ଆଉ ମୁଁ ଯଦି ଖାଇ ଖାଇ କଥା ହୁଏ ମୋ ତଣ୍ଟିରେ ଲାଗେ, ଯେମିତି ବି ଲାଗେ କହୁଛି। ହଁ, ଆପଣମାନଙ୍କ ସାଙ୍ଗରେ ଏମିତି ହୁଏ କି ନାହିଁ ମୋତେ କହିବେ। ମୁଁ ଜଳଖିଆ ବନାଏ ମୋ ପୁଅ ପାଇଁ ଗୋଟେ, ହଜବେଣ୍ଡଙ୍କ ପାଇଁ ଗୋଟେ, ଆମର ମୋ ପୁଅ ମାଆଙ୍କ ପାଇଁ ଗୋଟେ, ଆଉ ଆମର ଯିଏ କାମ କରନ୍ତି ଆଉ ମୁଁ, ଆମେ ଯାହା ବି ଖାଇଦେବୁ। ମାନେ ଯାହା ସେମାନଙ୍କ ପାଇଁ କରିଥିବୁ କେତେବେଳେ ଖାଇଦେବୁ, କେତେବେଳେ କ'ଣ ବଳିଥିବ ଖାଇଦେବୁ, କେତେବେଳେ ରୁଟି ବଳିଥିବ ଖାଇଦେବୁ, କେତେବେଳେ ପିଠଉ ଟିକେ ଥିବ ପିଠା ତାକୁ ପିଆଜ ପତ୍ର ପକାଇ ସେଇଟା ଖାଇଦେବୁ, ଖଟା ପିଠଉ। ତ ମୋତେ ତ ଖଟା ପିଠଉ ଖାଇବାକୁ ଭଲ ଲାଗେ। ଆକ୍ଚୁଆଲି ଆମେ ବ୍ରହ୍ମପୁର ସାଇଡ଼୍ର ଲୋକ, ମାନେ ମୋ ମାଆ ଘର, ଖଟା ଜିନିଷ ଭଲ ଲାଗେ। ଆଜିକାଲି ଏତେ ଖାଇପାରୁନି ଖଟା, ସବୁ ଜିନିଷରେ ଖଟା ଭଲ ଲାଗେନି। ମାନେ କେଉଁ ଖଟାଟା ମୋତେ ଭଲ ଲାଗେ, ଯେମିତି ପିଠଉ ଟିକେ ଖଟା ହେଲେ ମୋତେ ଭଲ ଲାଗେ। ଛାଡ଼ନ୍ତୁ ସେ କଥା। ତ ସମସ୍ତଙ୍କୁ ଖାଇବାକୁ ଦେଇଦିଏ। ଆଉ ମୋର କିଛି କାମ ନଥିଲେ ବି ମୁଁ ବସିଥାଏ ଖାଏନି। 11, 11:30, 12 ପାଖାପାଖି ମୁଁ ଖାଏ। କେଉଁଦିନ କେମିତି ଭୋକ ଲାଗିଲେ ମୁଁ ଖାଇଦିଏ। ହଁ, ଯେଉଁଦିନ ରାତିରେ ଜଲ୍ଦି ଡିନର୍ କରିଦେଇଥିବି 7:30, 8ରୁ, ସେଦିନ ମୁଁ କେତେ ଭୋକ ଲାଗେ ସେଦିନ ମୁଁ ଖାଏ। ଆଉ ସକାଳୁ କିନ୍ତୁ ଗୋଟେ ବ୍ରେଡ଼୍ ମୁଁ ଖାଇଦିଏ, ମାନେ 2-3ଟା ବିସ୍କୁଟ୍ ଖାଇଦିଏ, 2ଟା ବିସ୍କୁଟ୍ ଖାଇଦିଏ, ଟୋଷ୍ଟ ଗୋଟେ ଖାଇଦିଏ। ତ ମୋତେ ଏତେ ଭୋକ ଲାଗେନି। ତ ଏବେ ନା କ'ଣ ହେଇଛି, ଏଇଟା ମୋ ନାନୀ ଦେଇଛନ୍ତି, ମୋ ଯା। ତ ଆଉ ଯଦି କିଏ ଦେବ ଜଳଖିଆ, ଆଉ କିଏ କିଛି ଦେଲେ ମୋତେ କାହିଁ ଭୋକ ଲାଗେ, ମୁଁ ଖାଇଦିଏ। ତ ଆପଣମାନଙ୍କ ସାଙ୍ଗରେ ଏମିତି ହୁଏ ନା ହୁଏନି, ମୋତେ କମେଣ୍ଟ କରିକି ଜଣାଇବେ। ମୋତେ ଲାଗୁଛି ହେଉଥିବ, କାହିଁକିନା ନିଜେ ସେ ଜିନିଷଟା କରିଥାଉ ନା ଆମେ, ସେଥିରେ ଆଗ୍ରହଟା କମିଯାଏ। ପ୍ରାୟ ଲୋକର ବି ହୁଏ, ମୁଁ ଶୁଣିଛି। ଆମ ଘରକୁ ବି ଯଦି ଯାଏ ନା ମୋତେ ଭୋକ ଲାଗେ। ଆଉ ଏଇଠି ଥିଲାବେଳେ ମୋତେ ଭୋକ ଲାଗେନି। କିଏ ଗୋଟେ କ'ଣ କରୁଥିବ, କେଉଁଠିକି ଯାଇଥିବି, ମୋତେ ସେଇଠି ଭୋକ ଲାଗେ। ଏମାନେ ଭାବେ କେତେ ଭୋକ ଲାଗୁଛି ଆଉ, କିନ୍ତୁ ଘରେ ଥିଲେ ମୋତେ ଭୋକ ଲାଗେନି। ମୋର ଯେତେ ହଉ, ଆପଣମାନେ ଭିଡ଼ିଓ ଦେଖନ୍ତୁ, ଲାଇକ୍ କରନ୍ତୁ, ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଆପଣଙ୍କୁ ଏମିତି ହୁଏ କି ନାହିଁ। ମୁଁ ଖାଉଛି ଚିତଉ। ବାଏ ବାଏ।